ଭାରତ ଯୋଡ଼ିବ ରାହୁଲଙ୍କର ନ୍ୟାୟଯାତ୍ରା। ଓଡ଼ିଶାରେ ରାହୁଲ ଗାନ୍ଧୀଙ୍କର ଚାଲିଛି ନ୍ୟାୟଯାତ୍ରା। କାହା ପାଇଁ ଏ ସତର୍କ ଘଣ୍ଟି? ବିଜେପି ବିଜେଡି ନା ଭାଗୁଆଳ ରାଜନୀତିକୁ ଜବାବ? ରାହୁଲଙ୍କ ଗସ୍ତ ପାଇଁ ଖୁବ୍ ତତ୍ପର ପ୍ରଦେଶ କଂଗ୍ରେସ କମିଟି। ହେଲେ ରାଜ୍ୟ କଂଗ୍ରେସ ଭିତରେ ଏକତା ଅଛି ତ? ରାଜ୍ୟ କଂଗ୍ରେସର ହାଲତ ଖରାପ। ଇଣ୍ଡିଆ ମେଣ୍ଟରୁ ନୀତିଶ କୁମାର ଓହରିବା ପରେ ଜାତୀୟ ସ୍ତରରେ କଂଗ୍ରେସକୁ ଲାଗିଛି ଶକ୍ତ ଝଟକା। ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ବି ରାହୁଲ କି କଂଗ୍ରେସକୁ ନେଇ ଆଦୌ ଉତ୍ସାହିତ ନୁହନ୍ତି। ଏହି ପରିପ୍ରେକ୍ଷୀରେ ଯଦି ଚିନ୍ତା କରିବା ରାହୁଲଙ୍କ ଭାରତ ଯୋଡ ନ୍ୟାୟଯାତ୍ରା ଖୋଦ୍ କଂଗ୍ରେସ ଓ ଏହାର ସହଯୋଗୀ ଦଳକୁ ଦେଇ ପାରିବ କି? ଏଠି ପ୍ରଶ୍ନ ଅନେକ। ଗାନ୍ଧୀ ପରିବାରର ଦାୟିତ୍ୱ ଭାବେ କିନ୍ତୁ ରାହୁଲ କଂଗ୍ରେସକୁ ଏକତ୍ରିତ କରିବା ପାଇଁ କୌଣସି ଉଦ୍ୟମ ହାତଛଡ଼ା କରିନାହାନ୍ତି। ରାଜନୀତିରେ ପରିବାରବାଦ କଥା ଉଠାଇ ଗାନ୍ଧୀ ପରିବାର ଓ ରାହୁଲଙ୍କୁ ଫେରିବାକୁ ବିଜେପି ବାରମ୍ବାର ଉଦ୍ୟମ କରିଛି। ଖୋଦ୍ କଂଗ୍ରେସ କିନ୍ତୁ ସ୍ୱୀକାର କରିନାହିଁ ଏହାର ପ୍ରଭାବ। ଅବଶ୍ୟ ମଲ୍ଲିକାର୍ଜୁନ ଖଡଗେ ଏବେ ସମ୍ଭାଳିଛନ୍ତି ଜାତୀୟ କଂଗ୍ରେସର ମୋର୍ଚ୍ଚା। ରିମୋଟ କଣ୍ଟ୍ରୋଲ କିନ୍ତୁ ଗାନ୍ଧୀ ପରିବାରଙ୍କ ହାତରେ। ପରିବାରବାଦ ରାଜନୀତିରୁ ଖୋଦ୍ ବିଜେପି ଦଳ ବି ମୁକ୍ତ ନୁହେଁ। ଓଡ଼ିଶାର ଶାସକ ଦଳ ବିଜେଡି ଉପରେ ଏହାକୁ ଅନୁକୂଳ ପ୍ରଭାବ ବି ଖୁବ୍ ଅଧିକ। ନିର୍ବାଚନ ପାଇଁ ସମର ସଜ୍ଜା ସମୟରେ ରାହୁଲଙ୍କର ଭାରତ ଯୋଡ ନ୍ୟାୟଯାତ୍ରା। ଆଉ ପ୍ରଦେଶ କଂଗ୍ରେସ କମିଟି ଏହି ସମୟରେ ଖୋଜୁଛି ପ୍ରାର୍ଥୀ। ରାହୁଲଙ୍କର ନ୍ୟାୟଯାତ୍ରାରେ କଂଗ୍ରେସ ସହିତ ଯୋଡ଼ି ହୋଇ ପାରିବେ କି ଯୋଗ୍ୟ ପ୍ରାର୍ଥୀ? କେନ୍ଦ୍ର ସରକାର ହୁଅନ୍ତୁ କି ରାଜ୍ୟ ସରକାର, ସରକାର ବିରୋଧୀ ହାୱା ନାହିଁ, ଏହା ଜୋର ଦେଇ କହିହେବ ନାହିଁ। ଏହି ହାୱାକୁ କିନ୍ତୁ ପ୍ରସଙ୍ଗ ସହିତ ଯୋଡ଼ି ଫାଇଦା ଉଠାଇବାରେ ବିଫଳ ହୋଇଛି କଂଗ୍ରେସ। ଇଡି ଓ ସିବିଆଇର ଭୟ ବିରୋଧୀ ସଂକଳ୍ପକୁ ଦମନ କରି ଦେବାରେ ଲାଗିଛି। ପଶ୍ଚିମବଙ୍ଗ, ଦିଲ୍ଲୀ ଓ ଝାରଖଣ୍ଡ ଏହାର ସଦ୍ୟତମ ଉଦାହରଣ। ଏଭଳି ସ୍ଥିତିରେ ମଣିପୁରରୁ ନ୍ୟାୟଯାତ୍ରା ଆରମ୍ଭ କରିଛନ୍ତି ରାହୁଲ ଗାନ୍ଧୀ। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରି ଯେଉଁ ସମୟରେ ବିଜେପି ଦଳ ସାରା ଦେଶରେ ସାମ୍ପ୍ରଦାୟିକ ସଦ୍ଭାବନାର ବାର୍ତ୍ତା ପ୍ରଚାର କରୁଛି, ଭୋଟ ଅମଳ ପାଇଁ ରାସ୍ତା ସଫା କରିଛି, ଠିକ୍ ସେହି ସମୟରେ ମଣିପୁର ଜଳୁଛି। ଗତ ବର୍ଷେ ମେ ମାସ 3 ତାରିଖରୁ ମଣିପୁରରୁ ଲାଗିଛି ସାମ୍ପ୍ରଦାୟିକ ଦଙ୍ଗା। ଶେଷ ହେବାର ନାଁ ନେଉନାହିଁ। କୁକି ଓ ମୈତେଇ ସମ୍ପ୍ରଦାୟର ହିଂସା ପାଇଁ ସୁପ୍ରିମକୋର୍ଟ ବି ନିଜର ଅସନ୍ତୋଷ ଜାହିର କରିସାରିଛି। ଚଳିତ ବର୍ଷ ଜାନୁଆରୀ 14 ତାରିଖରୁ ରାହୁଲ ମଣିପୁରରୁ ଆରମ୍ଭ କରିଥିଲେ ଭାରତ ଯୋଡ ନ୍ୟାୟଯାତ୍ରା। ଝାରଖଣ୍ଡ ସୀମା ଅତିକ୍ରମ କରି ଫେବୃଆରୀ 6 ତାରିଖରେ ଏହା ଓଡ଼ିଶାରେ ପହଞ୍ଚିଛନ୍ତି। ତେବେ କଳ୍ପନା ଜଳ୍ପନା ହେଉଛି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରୁ ଏହି ନ୍ୟାୟଯାତ୍ରା କଂଗ୍ରେସର ଶକ୍ତ କରିବ। ବିଜେପିର ହିନ୍ଦୁତ୍ୱ ପ୍ରଭାବ ଓ ବିଜେଡିର ଧାର୍ମିକ ପ୍ରବଣତା ରାଜନୀତିକୁ କାଉଣ୍ଟର କରିବ। ଓବିସି ଭୋଟରଙ୍କୁ ହାତେଇବା ପାଇଁ ଯାହା କରିଛନ୍ତି ଉଭୟ ବିଜେପି ଓ ବିଜେଡି ଦଳ। ଓଡ଼ିଶା ପରେ ରାହୁଲ ଛତିଶଗଡ଼ ଯିବେ। ରାହୁଲଙ୍କର ନ୍ୟାୟଯାତ୍ରାକୁ ପ୍ରଦେଶ କଂଗ୍ରେସ କମିଟି ଯଦି ପ୍ରଭାବୀ କରିପାରିବ, ପୁରୁଣା କଂଗ୍ରେସ କର୍ମୀ ଓ ନେତାଙ୍କୁ ଏକତ୍ରିତ କରି ସଫଳ କରିପାରିବ, ତେବେ ରାହୁଲଙ୍କ ଭାରତ ଯୋଡ ନ୍ୟାୟଯାତ୍ରା ସଫଳ ହେବ ବୋଲି ଆମେ ଆଶା କରିପାରିବା। କାରଣ ଓଡ଼ିଶା ହିଁ ଏବେ ରାଜନୈତିକ ବିକାଶର ଏକ ଶ୍ରେଷ୍ଠ ପ୍ରୟୋଗଶାଳା। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ 8 ଇଣ୍ଡିଆ।